ଆଜିର ଗପ। ଜଣେ ବୁଢ଼ୀ 6ଟା ଘୁଷୁରୀ ଆଉ 10ଟା କୁକୁଡ଼ା ପାଳିଥିଲା। ବୁଢ଼ୀର ବୟସ ବେଶୀ ହେବାରୁ ତାର ବଳ କମିଲା। ସେ ଆଉ ପ୍ରାଣୀଗୁଡ଼ିକୁ ଦେଖା ଚାହାଁ କରିପାରିଲା ନାହିଁ। ବୁଢ଼ୀ ତାର ଜଣେ ପଡ଼ିଶାକୁ କହିଲା, ରେ ପୁଅ, ମୋର ଘୁଷୁରୀ ଓ କୁକୁଡ଼ା ଗୁଡ଼ିକର କଥା ତୁ ଟିକେ ବୁଝାସୁଝା କର, ମୁଁ ଆଉ ପାରୁନାହିଁ। ପଡ଼ିଶା କହିଲା, ଲୋ ମାଉସୀ, ମୋ କାମ ମୋତେ ବଢ଼ାଉଛି, ତ ପ୍ରାଣୀଙ୍କ କଥା ବୁଝିବି କେତେବେଳେ? ତହୁଁ ବୁଢ଼ୀ ଯାଇ ଗୋଟିଏ ଭାଲୁକୁ କହିଲା, ହଇରେ ଭାଲୁ, ତୁ ମୋ ପ୍ରାଣୀ ଗୁଡ଼ିକର କଥା ଟିକେ ବୁଝନ୍ତୁ କି? ଭାଲୁ ଭାବିଲା, ଏ ସୁଯୋଗ ଛାଡ଼େ କିଏ? ବେଳକାଳ ଉଣ୍ଡି ଗୋଟାଏ 2ଟା ପ୍ରାଣୀ ମୋର ଜଳଖିଆ ହୋଇଯିବ। ଭାଲୁ କହିଲା, ହଉ ମାଉସୀ, ତୋତେ ସାହାଯ୍ୟ କରିବି। ତୋ କଥା କ'ଣ ଏଡ଼ି ଦେଇ ହେବ? ବୁଢ଼ୀ ପଚାରିଲା, ତୁ ମୋ ପ୍ରାଣୀ ଗୁଡ଼ିକୁ କ'ଣ କହି ଡାକିବୁ? ଭାଲୁ କହିଲା, ମୁଁ ଗିର୍ ଗିର୍ ଶବ୍ଦ କରି ଡାକିବି। ବୁଢ଼ୀ କହିଲା, ନାଇଁ ରେ ପୁଅ, ଏମିତି ଡାକିଲେ ମୋ ପ୍ରାଣୀ ଗୁଡ଼ିକ ଡରିଯିବେ। ତହୁଁ ବୁଢ଼ୀ ଗଧିଆ ପାଖକୁ ଗଲା। ଗଧିଆକୁ କହିଲା, ତୁ ମୋ ଘୁଷୁରୀ ଆଉ କୁକୁଡ଼ା ଗୁଡ଼ିକୁ ଦେଖା ଚାହାଁ କରିପାରିବୁ? ଗଧିଆ ଭାବିଲା, ଯାଚିବା ମାଲ ଛାଡ଼େ କିଏ? ଗୋଟାଏ 2ଟା ପ୍ରାଣୀ ମୋ ପେଟରେ ପଡ଼ିବ, ନା କହିବି କାହିଁକି? ଗଧିଆ କହିଲା, ହଉ ମାଉସୀ, ବୁଢ଼ୀଟାକୁ ସାହାଯ୍ୟ କରିବି ନାହିଁ ତ ଆଉ କାହାକୁ ସାହାଯ୍ୟ କରିବି? ବୁଢ଼ୀ ପଚାରିଲା, ତୁ ମୋ ପ୍ରାଣୀ ଗୁଡ଼ିକୁ କ'ଣ କହି ଡାକିବୁ? ଗଧିଆ କହିଲା, ମୁଁ ସେମାନଙ୍କୁ ଓ ଓ କହି ଡାକିବି। ବୁଢ଼ୀ କହିଲା, ନାଇଁ ରେ ପୁଅ, ଏପରି ଡାକିଲେ ସେମାନେ ଡରିଯିବେ। ତେଣୁ ବୁଢ଼ୀ ଗୋଟିଏ କୋକିଶିଆଳ ପାଖକୁ ଗଲା। କୋକିଶିଆଳକୁ ପଚାରିଲା, ତୁ ମୋ ଘୁଷୁରୀ ଆଉ କୁକୁଡ଼ା ଗୁଡ଼ିକର ଖବର ବୁଝିପାରିବୁ? କୋକିଶିଆଳ କହିଲା, ହଉ, ଏ କେଉଁ ବଡ଼ କାମ ଯେ ପାରିବି ନାହିଁ। ବୁଢ଼ୀ ପଚାରିଲା, ତୁ ସେମାନଙ୍କୁ କ'ଣ କହି ଡାକିବୁ? କୋକିଶିଆଳ, ହଁ, ମୁଁ ସେମାନଙ୍କୁ ଅତି ଶ୍ରଦ୍ଧାରେ ଡାକିବି, ଆସ ବାପଧନ, ଆସ ଆସ। ବୁଢ଼ୀ କହିଲା, ବେଶ ବେଶ, ତାହେଲେ ସେମାନେ ତୋତେ ଡରିବେ ନାହିଁ। କୋକିଶିଆଳ ବୁଢ଼ୀର ଘରକୁ ଆସି ରହିଲା। ଘୁଷୁରୀ ଓ କୁକୁଡ଼ା ଗୁଡ଼ିକୁ ଆଦର ଯତ୍ନ କଲା। ପ୍ରତିଦିନ ତାଙ୍କୁ ଖାଇବାକୁ ଦିଏ, ପାଣି ପିଇବାକୁ ଦିଏ। ରାତି ହେଲେ ଘୁଷୁରୀ ଆଉ କୁକୁଡ଼ା ଗୁଡ଼ିକୁ ତାଙ୍କ ଘରେ ବନ୍ଦ କରିଦିଏ। ବୁଢ଼ୀ ଭାବିଲା, କୋକିଶିଆଳ ବେଶ କାମିକା ପ୍ରାଣୀ, ସେ ମୋର ଖୁବ୍ ସାହା ଭରସା ହେଲା। ଦିନେ କ'ଣ ହେଲା କି, ବୁଢ଼ୀ ତାର ସାନ କଳା ଘୁଷୁରୀଟାକୁ ଖୋଜି ଖୋଜି ପାଇଲା ନାହିଁ। ବୁଢ଼ୀ କୋକିଶିଆଳକୁ ପଚାରିଲା, ମୋର ସାନ ଘୁଷୁରୀଟା କାହିଁ? କୋକିଶିଆଳ କହିଲା, ସେ ବଣକୁ ଯାଇଛି, ଏହି କ୍ଷଣି ଆସିବ। କିନ୍ତୁ କଳା ସାନ ଘୁଷୁରୀ ଘରକୁ ଆସିଲା ନାହିଁ। ତା ପରଦିନ ବୁଢ଼ୀ ତାର ଧଳା କୁକୁଡ଼ା ଖୋଜି ଖୋଜି ପାଇଲା ନାହିଁ। ବୁଢ଼ୀ କୋକିଶିଆଳକୁ ପଚାରିଲା, ମୋର ଧଳା ବଡ଼ କୁକୁଡ଼ାଟି କାହିଁ? କୋକିଶିଆଳ କହିଲା, ସେ ଗଡ଼ିଆକୁ ଯାଇଛି, ଆଉ ଟିକିଏ ପରେ ଆସିବ। କିନ୍ତୁ ଧଳା କୁକୁଡ଼ାଟି ଘରକୁ ଫେରିଲା ନାହିଁ। ଦିନେ ସଞ୍ଜବେଳେ ବୁଢ଼ୀ ଧଳା ବଡ଼ କୁକୁଡ଼ା ଖୋଜିବା ପାଇଁ କୁକୁଡ଼ା ଘରକୁ ଗଲା। ହାତରେ ସେ ଗୋଟିଏ ଦୁଧ ଠେକି ଧରିଥାଏ। ବୁଢ଼ୀ କୁକୁଡ଼ା ଘରେ ପହଞ୍ଚିବା ମାତ୍ରେ କୁକୁଡ଼ା ଗୁଡ଼ିକ କ କ ଶବ୍ଦ କରୁଥିଲେ। ସେମାନେ ଭୟରେ ଛାନିଆ ହୋଇ କୁକୁଡ଼ା ଘର ଚାରିପଟେ ଘୁରି ବୁଲୁଥାନ୍ତି। ତାପରେ ବୁଢ଼ୀ କ'ଣ ଦେଖିଲା ଜାଣିଛ? ସେ ଦେଖିଲା କୋକିଶିଆଳ ତା ମୁହଁରେ ଗୋଟିଏ କୁକୁଡ଼ା ଧରି ଘର ଭିତରୁ ବାହାରି ଆସୁଛି। ବୁଢ଼ୀ କାବା ହୋଇ ଠିଆ ହୋଇ ରହିଲା। ତାହାର ସର୍ବାଙ୍ଗ କମ୍ପି ଉଠିଲା। ବୁଢ଼ୀ କହିଲା, ରେ ଦୁଷ୍ଟ ପାଷଣ୍ଡ, ତୁ ମୋ ଘୁଷୁରୀ ଖାଇଛୁ, ତୁ ମୋ କୁକୁଡ଼ା ଖାଇଛୁ, ମୋ ଆଖି ଆଗରେ ଆଉ ଗୋଟାଏ କୁକୁଡ଼ା ନେଇକି ଯାଉଛୁ। ବୁଢ଼ୀ କହିଲା, ଦେଖ, ଏ କୁକୁଡ଼ା ତୁ ଖାଇପାରିବୁ ନାହିଁ। ରାଗରେ ବୁଢ଼ୀର ଦେହ ଜଳିଗଲା। ସେ ଦୁଧ ଠେକିଟା କୋକିଶିଆଳ ଉପରକୁ ଫିଙ୍ଗିଦେଲା। କୋକିଶିଆଳ ମାଲ ବୋଲି କହିବା କ୍ଷଣି କୁକୁଡ଼ାଟି ତା ମୁହଁରୁ ଖସି ପଡ଼ିଲା। କୋକିଶିଆଳଟି ବଣ ଭିତରକୁ ଦୌଡ଼ି ପଳାଇଲା। ବଣରେ ଗୋଟାଏ ନିରୋଳା ସ୍ଥାନରେ ବସି ତା ଲାଞ୍ଜକୁ ଅନାଇ ଦେଖିଲା ଯେ ଦୁଧ ତା ଲାଞ୍ଜ ସାରା ବହିଯାଇଛି, ଆଉ ତାର ଲାଞ୍ଜର ଶେଷ ଅଂଶଟା ଧଳା ହୋଇଯାଇଛି। ସେହି ଦିନଠାରୁ କୋକିଶିଆଳ ଲାଞ୍ଜର ପଛ ଅଂଶ ଧଳା ହୋଇ ରହିଛି। କୋକିଶିଆଳକୁ ଦେଖିଲା କ୍ଷଣି ଲୋକେ କୁହନ୍ତି, ଦେଖ ଦେଖ, କୋକିଶିଆଳ କେଡ଼େ ଦୁଷ୍ଟ, ସେ ଘୁଷୁରୀ ଓ କୁକୁଡ଼ାକୁ ଚୋରାଇ ନିଏ। ବୁଢ଼ୀ ତାର ଘୁଷୁରୀ ଓ କୁକୁଡ଼ାକୁ ନେଇ ଯାଉଥିବାର ଦେଖି ତା ଉପରେ ଦୁଧ ଅଜାଡ଼ି ଦେଲା। ଏଥିପାଇଁ ତା ଲାଞ୍ଜର ଶେଷ ଅଂଶ ଧଳା ହୋଇଛି। ସାଙ୍ଗମାନେ, ଗପଟି ଏଇଠି ଶେଷ ହେଲା। ଯଦି ଗପଟି ଆପଣଙ୍କୁ ଭଲ ଲାଗିଥାଏ ତେବେ
ভিডিওটিକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଗୋଟିଏ ସୁନ୍ଦର କମେଣ୍ଟ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।